ଥିବାରୁ ତୁମମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି। କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମମାନଙ୍କର ମଙ୍ଗଳ। କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମମାନଙ୍କ ନିକଟକୁ ଆସିବେ ନାହିଁ। ମାତ୍ର ମୁଁ ଗଲେ ତାହାଙ୍କୁ ତୁମମାନଙ୍କ ନିକଟକୁ ପଠାଇଦେବି। ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ। ପାପ ବିଷୟରେ, କାରଣ ସେମାନେ ମୋଠାରେ ବିଶ୍ୱାସ କରନ୍ତି ନାହିଁ। ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମେମାନେ ମୋତେ ଆଉ ଦେଖିବ ନାହିଁ। ବିଚାର ବିଷୟରେ, କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି। ମୋହର, ତୁମମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମେମାନେ ଏବେ ସେହି ସବୁ ସହିପାର ନାହିଁ। କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ। କାରଣ ସେ ଆପଣଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହି ସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋ ବିଷୟ ଘେନି ତୁମମାନଙ୍କୁ ଜଣାଇବେ। ଯାହା ଯାହା ପିତାଙ୍କର ସେହି ସବୁ ମୋହର। ଏହି ହେତୁ ମୁଁ କହିଲି, ସେ ମୋହର ବିଷୟ ଘେନି ତୁମମାନଙ୍କୁ ଜଣାଇବେ। ଆମେନ୍। ପ୍ରଭୁ ଗୌରବ ପାଆନ୍ତୁ। ମୁଁ ବିଶ୍ୱାସ କରେ ଯେ ଗତ ସପ୍ତାହ ଯେଉଁମାନେ ସେଠି ଥିଲେ ସେ 20 ଜଣଙ୍କ ଉପରେ ଅବତରଣ କଲେ, ଆଉ ସେମାନେ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ସାଧନ ହେଲା, ଆଉ ସେଦିନ ମଣ୍ଡଳୀର ପ୍ରକୃତିରେ ଜନ୍ମ ହେଇଥିଲା। ଆଉ ଏ ପେଣ୍ଟିକୋଷ୍ଟ ବିଷୟ ଯେତେବେଳେ ଆମେ ଚିନ୍ତା କରୁ, ପେଣ୍ଟିକୋଷ୍ଟ ଇସ୍ରାଏଲ ମାନଙ୍କ ପାଇଁ, ଜିହୁଦୀ ମାନଙ୍କ ପାଇଁ ଏକ ନୂଆ ବିଷୟ ନଥିଲା। କାରଣ ସେ ବାଇବେଲରେ, ପୁରାତନ ନିୟମରେ ସେମାନେ ସେ ପେଣ୍ଟିକୋଷ୍ଟ ପର୍ବ ପାଳନ କରି ଆସୁଥିଲେ। କିନ୍ତୁ ପବିତ୍ର ଆତ୍ମା ବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ବିଷୟ କହୁଥିଲେ ଯେ ମୁଁ ଗଲା ପରେ ତୁମମାନଙ୍କ ନିମନ୍ତେ ସେ ଆତ୍ମାଙ୍କୁ ପଠାଇବେ। ଆଉ ପବିତ୍ର ଆତ୍ମାଙ୍କର ଉପସ୍ଥିତି ଆମର ଜୀବନର, ଆମର ଉପାସନାର, ଆମର କାର୍ଯ୍ୟର ମୁଖ୍ୟ ଅଂଶ ଅଟେ। ଆମେ ପ୍ରଭୁଙ୍କ ନାମର ଗୌରବ କରୁ, କାରଣ ଯେତେବେଳେ ଆମେ ଦୁର୍ବଳ, ସେହି ସମୟରେ ପବିତ୍ର ଆତ୍ମା ଈଶ୍ୱର ଆମମାନଙ୍କ ମଧ୍ୟରେ ଆସି ଆମମାନଙ୍କୁ ସାହାଯ୍ୟ କରି ଅଛନ୍ତି। ଆଉ ସେଦିନ ଶିଷ୍ୟମାନେ, ସେମାନେ ଭୟାତୁର ଥିଲେ, ଦୁର୍ବଳ ଥିଲେ। ସେମାନେ ଯୀଶୁଙ୍କ ଗଲା ପରେ କେଜାଣି ନିରାଶ ହେଇଥିଲେ। ମାତ୍ର ଯେତେବେଳେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ସେମାନେ ଶକ୍ତିଯୁକ୍ତ ହେଲେ, ଆଉ ଶକ୍ତିଯୁକ୍ତ ଭାବରେ ବ୍ୟବହାର ହେଲେ। ଅନେକ ଲୋକ ପ୍ରଭୁ ଯୀଶୁଙ୍କ ପାଖକୁ ଆସିଲେ, ଅନେକ ଭାଷାରେ କଥା କହିଲେ, ଆଉ ସମସ୍ତେ ପ୍ରଭୁ ଯୀଶୁଙ୍କର ସତ୍ୟତାକୁ ଜାଣିଲେ। ଆଉ ଏଇଠି ଆମେ ଆଜି ଚିନ୍ତା କରିବା, ଯେତେବେଳେ ପବିତ୍ର ଆତ୍ମା ଆମମାନଙ୍କ ଜୀବନକୁ ଆସନ୍ତି, ସେ ଆମମାନଙ୍କୁ ଉଦ୍ଦୀପ୍ତ କରନ୍ତି, ଆମମାନଙ୍କୁ ରିଭାଇଭ କରନ୍ତି, ସେ ଆମମାନଙ୍କୁ ଶକ୍ତିଯୁକ୍ତ କରନ୍ତି। ଆଉ କେବଳ ଆମର ନିଜର ନିମନ୍ତେ ନୁହେଁ, ମାତ୍ର ସେ ମଧ୍ୟ ଆମମାନଙ୍କୁ କ'ଣ କରନ୍ତି ନା ଜଗତରେ ତାଙ୍କର ବାକ୍ୟ ପ୍ରଚାର କରିବା ପାଇଁ ସେ ଆମମାନଙ୍କୁ ପ୍ରେରଣ କରନ୍ତି। ଆମେ ଏଠି ଅନେକ ଅଛୁ, ନିଶ୍ଚୟ ସ୍ୱୀକାର କରିବା ଯେ ଆମେ ଆମ ନିଜ ଠାରୁ କିଛି ହେଇନାହୁଁ। ଯଦି ଆଜି ଆମେ ପ୍ରଭୁଙ୍କ ପାଇଁ ବ୍ୟବହୃତ ହେଉଅଛୁ ବୋଲି ଭାବୁଛୁ, ଜାଣିଛୁ, ଗ୍ରହଣ କରିଛୁ, ତାହା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଆଉ ପବିତ୍ର ଆତ୍ମାଙ୍କର ଯୋଉ କାର୍ଯ୍ୟ ସେ ଆମ ଜୀବନରେ କରିଛନ୍ତି ସେଇଥିପାଇଁ। ଯେତେବେଳେ ପବିତ୍ର ଆତ୍ମା ଆସନ୍ତି, ଆଜି ଆମେ ଚିନ୍ତା କରିବା ସେ ଆମ ପାଇଁ କ'ଣ କରନ୍ତି, କୋଉ କୋଉ କାର୍ଯ୍ୟ ସେ ଆମମାନଙ୍କୁ ପାଇଁ କରନ୍ତି। ଯେତେବେଳେ ପବିତ୍ର ଆତ୍ମା ଆସନ୍ତି ଆମ ଜୀବନରେ, ଯେତେବେଳେ ପବିତ୍ର ଆତ୍ମାଙ୍କୁ ଆମେ ଗ୍ରହଣ କରୁ, ସେଇ ସମୟରେ ସେ କ'ଣ କରନ୍ତି ନା ଆମ ଜୀବନକୁ ସେ ପରିବର୍ତ୍ତନ କରନ୍ତି। ଆମକୁ ସେ ଏକ ନୂଆ ଜୀବନ ସେ ଦିଅନ୍ତି। ଆମର ଶୁଷ୍କମୟ ଜୀବନରେ ସେ ତାଙ୍କର ଜୀବନକୁ ପ୍ରଭାବିତ କରନ୍ତି। ଯଦି ଆପଣମାନେ ଦେଖିବେ, ଜିହିଜିକେଲ ତାର 37 ପର୍ବରେ ଆମେ ଦେଖୁଛୁ ଯେ ଜିହିଜିକେଲର ଦର୍ଶନ ଯେ ତାର 37 ପଦର ହେଡିଂରେ ଲେଖାଯାଉଛି
शुष्क अस्थिरे परिपूर्ण उपत्यका ଆଉ ସେଇ ସ୍ଥାନରେ ଜିହିଜିକେଲକୁ ସଦାପ୍ରଭୁ ପଠଉଛନ୍ତି। ଲେଖାଯାଉଛି ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ଅଧିଷ୍ଠିତ ହେଲା ଓ ସେ ସଦାପ୍ରଭୁଙ୍କ ଆତ୍ମାରେ ମତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳରେ ବସାଇଲେ ଆଉ ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା। ତହୁ ସେ ସେହି ଅସ୍ଥି ସକଳ ନିକଟ ଦେଇ ଚାରିଆଡ଼େ ମତେ ଗମନ କରାଇଲେ। ଆଉ ଦେଖ ସେଇ ପ୍ରଶସ୍ତ ଉପତ୍ୟକାରେ ଅନେକ ଅସ୍ଥି ଥିଲା, ପୁଣି ଦେଖ ସେ ସବୁ ଅତିଶୟ ଶୁଷ୍କ ଥିଲା। এই ପ୍ରକାର ଏକ ସ୍ଥାନକୁ ଜିହିଜିକେଲକୁ ସଦାପ୍ରଭୁ ନେଇଯାଇ ଅଛନ୍ତି ଆଉ ତାଙ୍କୁ ସେଇଠି ସେ ନଉଛନ୍ତି ସେ ଉପତ୍ୟକାକୁ। ଆଉ ଦେଖାଯାଉଛି ଯେ ସେଇଠି ଖାଲି ଶୁଷ୍କ ଅସ୍ଥି ସକଳ ରହିଅଛି, ଯୋଉଠି ଜୀବନ ନାହିଁ, ଯୋଉଠି ସେମାନେ ସ୍ଥାଣୁ ଅବସ୍ଥାରେ ଅଛନ୍ତି। ଶୁଷ୍କ ଅସ୍ଥି ତଳେ ହାଡ଼ ଖଣ୍ଡେ ପଡ଼ିଯାଏ, ସେଠି ମୁଭ କରିପାରେ ନାହିଁ, ସେ ଚାଲିପାରେ ନାହିଁ, କଥା କହିପାରେ ନାହିଁ। ଆଉ ତାଙ୍କୁ ଏ ପ୍ରକାର ଏକ ଉପତ୍ୟକାକୁ ନେଇଛନ୍ତି ଯୋଉଠି କେବଳ ଖାଲି ଅସ୍ଥି ରହିଛି। ଆଉ ସେଇ ସମୟରେ ସଦାପ୍ରଭୁ ତାଙ୍କୁ କହୁଛନ୍ତି ଯେ ଏ ମାନେ ଯେପରି ଜୀବିତ ପ୍ରାଣୀ ହେବେ, ସେଇଥିପାଇଁ ତୁମେ କଣ କର, କୁହ ହେ ଅସ୍ଥି ସକଳ ତୁମେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ହେ ଅସ୍ଥି ସକଳ ତୁମେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ବୋଲି ସେ ତାଙ୍କୁ କହୁଛନ୍ତି ଯେ ସେ ପ୍ରଚାର କରିବେ ସେଇ ସ୍ଥାନରେ। ମୋର ପ୍ରିୟ ମାନେ, ଆଉ ଆମେ ଜାଣିଛୁ ଏଇ ସ୍ଥାନରେ ଯେତେବେଳେ ସେ ପ୍ରଚାର ଆରମ୍ଭ କରିଛନ୍ତି, ଯୋଉମାନେ ଶକ୍ତିହୀନ, ଯୋଉମାନଙ୍କର ପାଖରେ ଜୀବନ ନାହିଁ, ଆଉ ଯେତେବେଳେ ସେ ପ୍ରଚାର ଆରମ୍ଭ କରିଛନ୍ତି ସେଇ ସମୟରେ ଆମେ ଜାଣିଛୁ ସେ ଆତ୍ମା କଣ କରିଛନ୍ତି ନା, ସେଇ ଯୋଉଟା କି ଡ୍ରାଏ ଥିଲା, ହୋପଲେସନେସ୍ କଣ୍ଡିସନ ଥିଲା, ସେଇଠି ସେ କଣ କରୁଛନ୍ତି, ନୂଆ ସବୁ ଅସ୍ଥିକୁ ଏକାଠି ସଂଗ୍ରହ କରୁଛନ୍ତି। ତାପରେ ସେ ସାଙ୍ଗ ମଧ୍ୟରେ ଏଇଠି ଆମେ ଦେଖୁଛୁ କି ପ୍ରକାର ଭାବରେ ସେ ଅସ୍ଥି ସବୁକୁ ଯୋଡ଼ିଲେ। ଅସ୍ଥି ଉପରେ ଶିରା ହେଲା, ମାଂସ ଉତ୍ପନ୍ନ ହେଲା, ଚର୍ମ ହେଲା, ଆଉ ସେମାନଙ୍କ ମଧ୍ୟରେ ପ୍ରାଣବାୟୁ ନଥିଲା। ତାପରେ ସେ ଆଉ ଥରେ କହୁଛନ୍ତି ଏଇ ଲୋକ ଲୋକମାନେ ଯେପରି ଜୀବିତ ହେବେ ସେଥିପାଇଁ ସେମାନଙ୍କ ଉପରେ ବହ। ପୁଣି ମତେ ଯେପରି ସେ ଆଜ୍ଞା କଲେ ତଦନୁସାରେ ମୁଁ ଭବିଷ୍ୟତ ବକ୍ତା ପ୍ରଚାର କରନ୍ତେ ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା। ଶୁଷ୍କ ଅସ୍ଥି ସବୁ ଯାହା ଅନେକ ବର୍ଷ ପର୍ଯ୍ୟନ୍ତ ସେଇ ପ୍ରକାର ଅବସ୍ଥାରେ ଥିଲା, ଜିହିଜିକେଲକୁ ଯେତେବେଳେ ଆଦେଶ ଦିଆଗଲା ସେ ପ୍ରଚାର ଆରମ୍ଭ କଲେ। ଆଉ ସେଇ ସମୟରେ ଲେଖାଯାଉଛି ସେମାନେ ଅତିଶୟ ମହତୀ ସେନା ହୋଇ ଆପଣା ଚରଣରେ ଠିଆ ହେଲେ। ଆମମାନଙ୍କର ଅନେକ ସମୟରେ ଯେତେବେଳେ ଆମମାନଙ୍କର ଜୀବନର ପରିସ୍ଥିତିକୁ ଦେଖୁ, ଅନେକ ସମୟରେ ମତେ ଭୁଲ ବୁଝିବେ ନାହିଁ, ମଣ୍ଡଳୀର ଅବସ୍ଥା ଗୁଡ଼ିକୁ ଦେଖୁ, ଅନେକ ଥର ଲାଗେ ଆମେ ଶୁଷ୍କ ହେଇଛୁ। ଆଉ କେବେ କେବେ ମନରେ ଆସେ ପ୍ରଭୁ ଏମାନେ କେବେ ପରିବର୍ତ୍ତିତ ହେବେ, ବା ମୋର ମଣ୍ଡଳୀ କେବେ ଏକ ଉଦ୍ଦୀପ୍ତ ମଣ୍ଡଳୀ ହବ, ମୋର ମଣ୍ଡଳୀରେ କେବେ ତୁମର ସେ ଆତ୍ମା ଆସିବ। ଅନେକ ସମୟରେ ଆମେ ଯୋଉମାନେ କେଜାଣି ପାଳକ ଅଛୁ ମନରେ ନିରାଶ ଭାବ ଆସେ ଆମ ଲୋକମାନଙ୍କର ଅବସ୍ଥା ପରିସ୍ଥିତି ଦେଖି। ଆଉ ସେଇ ସମୟରେ ପ୍ରଭୁଙ୍କର ଠାରେ ଯେତେବେଳେ ପ୍ରଭୁ ଆମମାନଙ୍କୁ ଆଦେଶ ଦିଅନ୍ତି କାର୍ଯ୍ୟ କରିବା ପାଇଁ, ଆମେ ତ ବିଶ୍ୱସ୍ତ ଭାବରେ କାର୍ଯ୍ୟ କରୁ, ପବିତ୍ର ଆତ୍ମା ତାଙ୍କର କାର୍ଯ୍ୟ ଆରମ୍ଭ କରନ୍ତି। ଆଉ ଏଇଟା ଏ ଅଂଶଟି ତ ଅନେକ ଥର ପଢିଛି, କିନ୍ତୁ ଏଥର ଯେତେବେଳେ ମୁଁ ଚିନ୍ତା କରୁଥିଲି ମନରେ ଗୋଟେ ନୂଆ ଉତ୍ସାହ ଆସିଲା ଯେ ତୋର ପରିଶ୍ରମ ବୃଥା ହବ ନାହିଁ। ତୁ ଯୋଉମାନଙ୍କ ପାଇଁ ପ୍ରାର୍ଥନା କରୁଛୁ, କି ଆମ ପରିବାରରେ ଅନେକ ଅଛନ୍ତି ଯୋଉମାନଙ୍କ ମଧ୍ୟରେ ସେ ଜୀବନ ଏଯାଏ ଆସିନାହିଁ, ଯୋଉମାନେ ପ୍ରଭୁ ଯୀଶୁଙ୍କର ପ୍ରକୃତ ପରିଚୟ ପାଇନାହାନ୍ତି, କେବେ କେବେ ମନେ ହୁଏ ସେମାନେ ଶୁଷ୍କ ଅସ୍ଥି ପରି ରହିଅଛନ୍ତି।
ମାତ୍ର ଯେତେବେଳେ ପବିତ୍ର ଆତ୍ମା ସେମାନଙ୍କ ଜୀବନକୁ ଆସିବେ ମୋର ପ୍ରିୟମାନେ, ସେମାନେ ଜୀବନ ପାଇବେ। ପ୍ରଭୁ ଯୀଶୁ ସେଦିନ ଶିଷ୍ୟମାନଙ୍କୁ ସେଇ ପ୍ରକାର ଭାବରେ ଆଦେଶ ଦେଇଥିଲେ। ଆଉ ଆଜିର ଜଗତରେ ଆମମାନଙ୍କର ପ୍ରତ୍ୟେକଙ୍କର ଜୀବନରେ ପବିତ୍ର ଆତ୍ମାଙ୍କର ଶକ୍ତିର ଆବଶ୍ୟକତା ରହିଛି। ଆଜି ଆମେ ଚିନ୍ତା କରିବା, ମୁଁ କଣ ପବିତ୍ର ଆତ୍ମାଙ୍କ ଶକ୍ତି ମୋ ଜୀବନରେ ପାଉଛି କି? ମୋର ପରିବାରରେ ମୋର ପୁଅ ଝିଅ, ମୋର ନାତି ନାତୁଣୀ, ଅନ୍ୟମାନେ କଣ ସେଇ ଶକ୍ତି ପାଇଛନ୍ତି କି? ନା ଅନେକ ସମୟରେ ମୋର ମଣ୍ଡଳୀର ଲୋକମାନଙ୍କୁ ମୁଁ କଣ ଉତ୍ତମ ପରାମର୍ଶ ଦେଇ ସେମାନଙ୍କ ପାଇଁ ପ୍ରାର୍ଥନା କରିପାରୁଛି କି? ଯେମିତି ପବିତ୍ର ଆତ୍ମାଙ୍କର ଶକ୍ତି କଣ ହବ ନା ସେମାନଙ୍କ ଉପରେ ବହିବ। ଆଉ ଶୁଷ୍କ ଅସ୍ଥି ସେଦିନ କଣ ହେଲା ନା ନୂଆ ଜୀବନ ପାଇଲା। ପବିତ୍ର ଆତ୍ମା ଈଶ୍ୱର ଯେତେବେଳେ ଆସନ୍ତି ସେ ଆମମାନଙ୍କୁ ନୂଆ ଜୀବନ ଦିଅନ୍ତି। ଯୀଶୁ ଗଲା ପରେ ସେମାନେ ଟିକେ ହତାଶ ନିରାଶ ହେଇଥିବେ, ହେଲେ ସେମାନେ ଅପେକ୍ଷା କଲେ, କହିଲେ ନାଇଁ ନାଇଁ ଆମେ ଅପେକ୍ଷା କରିବା। ଆଉ ସେମାନେ ଅପେକ୍ଷା କଲା ପରେ ଆମେ ଦେଖୁଛୁ ଯୀଶୁଙ୍କର ସ୍ୱର୍ଗାରୋହଣ 10 ଦିନ ପରେ ଓ ସେଇ ପ୍ରଚଣ୍ଡ ପବନ ବହିଲା, ଅଗ୍ନି ସଦୃଶ ଜିହ୍ୱା ସେମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ଆଉ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ। ଆଉ ସେଦିନ ଯେତେବେଳେ ସେମାନେ କଥା କହିବା ଆରମ୍ଭ କଲେ, ସେଇଦିନ ଲୋକମାନେ ଆଚମ୍ବିତ ହେଇଗଲେ, ଆରେ ଏମାନେ କଣ ସେ ଲୋକମାନେ ନୁହନ୍ତି? ଏମାନେ କେମିତି ଆମ ଭାଷା ଜାଣୁଛନ୍ତି? ପବିତ୍ର ଆତ୍ମା ଯେତେବେଳେ ଆମ ଜୀବନକୁ ଆସନ୍ତି, ସେ ଆମ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ରୂପାନ୍ତରିତ କରନ୍ତି। ସେ ଆମକୁ ସମ୍ପୂର୍ଣ୍ଣ ଭାବରେ ରୂପାନ୍ତରୀକରଣ କରନ୍ତି, ଆମମାନଙ୍କୁ ଶକ୍ତି ଦିଅନ୍ତି, ଆମମାନଙ୍କୁ ସାମର୍ଥ୍ୟ ଦିଅନ୍ତି, ଆମମାନଙ୍କୁ ଭାଷା ଦିଅନ୍ତି କଥା କହିବା ପାଇଁ, ଆଉ ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ଦ୍ୱିତୀୟ କଥାଟି ମୁଁ କହିବାକୁ ଚାହୁଁଛି ଯେ ଯେତେବେଳେ ପବିତ୍ର ଆତ୍ମା ଆସନ୍ତି ସେ ଆମମାନଙ୍କୁ ଜାଣନ୍ତି ଓ ଆମମାନଙ୍କର ଅନ୍ୱେଷଣ କରନ୍ତି। ସେ ଯେତେବେଳେ ଆମେ ଗୀତ ସଙ୍ଗୀତ ତାର 139 139 ଗୀତ ପଢୁ, সেই ସମୟରେ ଗୀତର ସେ ଦେଖୁଛନ୍ତି ଯେ ଯେଉଁ ଈଶ୍ୱର ସେ ହେଉଛନ୍ତି ସର୍ବବ୍ୟାପୀ ଆଉ ସର୍ବଜ୍ଞାତା ପରମେଶ୍ୱର। ଆଉ ଗୀତ ରଚକ ଏଠି କହୁଛନ୍ତି ଯେ 139 ଗୀତ, ହେ ସଦା ପ୍ରଭୁ ତୁମ୍ଭେ ମୋର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ। ତୁମ୍ଭେ ମୋହର ବସିବାର ଓ ଉଠିବାର ଜାଣୁଅଛ। ତୁମ୍ଭେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ। କାରଣ ହେ ସଦା ପ୍ରଭୁ ଯାହା ତୁମକୁ ଗୋଚର ନୁହେଁ, ଏପରି ଗୋଟିଏ କଥା ବିଶ୍ୱସ୍ତ ଭାବରେ ସେମାନେ ତଳେ ସଦା ପ୍ରଭୁଙ୍କର ବାକ୍ୟକୁ ସେମାନେ ପାଳନ କଲେ। ଆଉ ଯେତେବେଳେ ଆମେ ପଢୁ ଯେ ଯେତେବେଳେ ପବିତ୍ର ଆତ୍ମା ଆସିଲେ ସେ ମଧ୍ୟରେ ସେ କଣ କଲେ ନା ଯୋଉ ଲାଙ୍ଗୁଏଜ ବ୍ୟାରିୟର ଥିଲା, ଯୋଉ ଭାଷାର ପ୍ରାଚୀର ଥିଲା, ତାକୁ ସେ ଭଗ୍ନ କଲେ। ଆମେ ଜାଣିଛୁ ଆଦି ପୁସ୍ତକରେ ବାବିଲ ଗଡ଼ ବିଷୟରେ ଲେଖାଯାଏ
ଆଉ ସେମାନେ କଣ କଲେ, ଏକ ଭାଷା କହୁଥିଲେ। ଆଉ ସେଇଥିପାଇଁ କଣ କଲେ, ପ୍ରଭୁ ସେମାନେ ଯେପରି ସେ ଗଡ଼ ନିର୍ମାଣ ନ କରନ୍ତି, ସେଇଥିପାଇଁ ସେ ଭାଷା ସେମାନଙ୍କ ମଧ୍ୟକୁ ଆଣିଲେ, ଆଉ ପରସ୍ପର ବୁଝି ପାରିଲେ ନାହିଁ। ଆଉ ଏଇଠି ଯେତେବେଳେ ଆମେ ପବିତ୍ର ଆତ୍ମାଙ୍କର ବିଷୟ ଦେଖୁଛୁ, ସିଏ କଣ କରୁଛନ୍ତି ନା, ଯେତେ ଜଣ ତାଙ୍କଠାରେ ସେଦିନ ପବିତ୍ର ଆତ୍ମା ପାଇଛନ୍ତି, ତାର ପ୍ରେରିତ 2 ପର୍ବକୁ ଯେତେବେଳେ ଆମେ ପଢୁ, ସେମାନେ କଣ କଲେ ନା, ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ। ଆଉ ଯେତେ ଲୋକ ସେଦିନ ଜେରୁସାଲେମରେ ଥିଲେ, ସେମାନେ ଆଶ୍ଚର୍ଯ୍ୟରେ କହୁଛନ୍ତି, ଆରେ ଏଇ ଲୋକମାନେ, ଏଠି ଲେଖାଯାଏ, ଆଉ ସେଇ ଶବ୍ଦ ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷା କହୁଥିବା ଶୁଣିବାରୁ ହତବୁଦ୍ଧି ହେଲେ ଲେଖାଯାଏ। ପୁଣି ସେମାନେ ଆଚମ୍ବିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏଇ ଯୋଉ ଲୋକମାନେ କଥା କହୁଅଛନ୍ତି, ସେମାନେ କଣ ଗାଲିଲିୟ ନୁହନ୍ତି? ତେବେ ଆମମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ କଥା ଶୁଣୁଅଛୁ? ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ, ପ୍ରଭୁଙ୍କର ବାକ୍ୟ ପାଇଁ ଆମେ ଜାଣିଛୁ ଭାଷାର ଆବଶ୍ୟକତା ରହିଛି। ଆଉ ସେଦିନ ସେମାନେ ଗାଲିଲିୟ ଲୋକମାନେ, ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହୁଛନ୍ତି, ତାକୁ ଭାଙ୍ଗିଛନ୍ତି। ମୋର ମନେ ପଡୁଛି, ଥରେ ମୁଁ ଗୋଟେ ଗିର୍ଜା କରୁଥିଲି ଓଡ଼ିଆରେ, ଆଉ ସେଇଠି ସେଦିନ ତେଲୁଗୁ ଆନ୍ଧ୍ର ଦେଶରୁ ଜଣେ ଆସିଥାନ୍ତି, NCCI ଅଫିସର, ଆଉ ସେ ଗିର୍ଜାକୁ ଆସିଥାନ୍ତି। ଆଉ ସେ ଫାର୍ଷ୍ଟ ଟାଇମ୍ ଗୋଟେ ଓଡ଼ିଆ ଗିର୍ଜାକୁ ପ୍ରବେଶ କରିଛନ୍ତି। ତାପରେ ସେଇ ସନ୍ଧ୍ୟାରେ ମୋର ଇଂଲିଶ ଗିର୍ଜାରେ ମଧ୍ୟ ପାଳିଥାଏ ପ୍ରଭୁଙ୍କ ଅନୁଗ୍ରହରୁ। ଆଉ ଯେତେବେଳେ ତାଙ୍କ ପାଖରେ ଶକ୍ତି ରହିଛି, ଆଉ ସେ ଭାଙ୍ଗନ୍ତି, ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରନ୍ତି। ଆଉ ଯେହେତୁ ସେ ସମସ୍ତ ବ୍ୟାରିୟରକୁ ଭାଙ୍ଗନ୍ତି, ଯେପରି ଅନ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରିଚୟ ପାଇବେ। ଆଜି ଆମମାନଙ୍କର ଅନେକ ବ୍ୟାରିୟର ରହିଛି, ଆମମାନଙ୍କର ଅନେକ ବାଉଣ୍ଡରୀ ରହିଛି, ଅନେକ ପ୍ରାଚୀର ଆମର ଚାରିଆଡେ ଆମେ ରଖିଛୁ। ଆଉ ସେ ସମସ୍ତ ମଧ୍ୟରେ ପ୍ରଭୁ ଚାହାନ୍ତି, ପ୍ରଭୁଙ୍କର ଆତ୍ମା ଆମ ଜୀବନରେ ସେ ପ୍ରାଚୀର ସବୁକୁ ଭାଙ୍ଗିବା ପାଇଁ। କେବଳ ମୁଁ କହୁନାହିଁ ଯେ ଭାଷାର ପ୍ରାଚୀର, ମେ ବି some other boundaries, କେଜାଣି ଆମର ହୃଦୟରେ, ଆମର ଚାରି ପାଖରେ, ଆମମାନଙ୍କର ପଡୋଶୀ ମାନଙ୍କ ମଧ୍ୟରେ, ଆମମାନଙ୍କର ଗାଁରେ ଅନେକ ଗୁଡେ ପ୍ରାଚୀର ରହୁଛି, ଯଦ୍ୱାରା ଆମେ ପ୍ରଭୁଙ୍କର ବାକ୍ୟକୁ ସଠିକ ଭାବରେ ଆମେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିନାହୁଁ, ଆମେ ସଠିକ ଭାବରେ ବୁଝି ପାରିନାହୁଁ। ପ୍ରଭୁଙ୍କର ବାକ୍ୟକୁ ବୁଝିବା ପାଇଁ, ପ୍ରଭୁଙ୍କର ବାକ୍ୟକୁ ପ୍ରଚାର କରିବା ପାଇଁ ପବିତ୍ର ଆତ୍ମା ଯେତେବେଳେ ଆମ ଜୀବନକୁ ଆସନ୍ତି, ସେ କଣ କରନ୍ତି ନା, ସବୁ ବ୍ୟାରିୟରକୁ ସେ ଭାଙ୍ଗି ପାରନ୍ତି। ଆଉ ତାହା ହଉଛି ତାଙ୍କର କାର୍ଯ୍ୟ ଅଟେ। ସେଦିନ କହିଲେ, ପ୍ରଭୁ ଯୀଶୁ କହିଲେ, ମୁଁ ତୁମକୁ ଜଗତକୁ ପଠଉଛି, ଜଗତରେ ତୁମେ ମୋର ସାକ୍ଷୀ ହବ, ତୁମେ ସୁସମାଚାର ପ୍ରଚାର କରିବ। ଶିଷ୍ୟମାନଙ୍କ ନିମନ୍ତେ ଅନେକ ବାଧା ଥିଲା, ମାତ୍ର ପ୍ରଭୁ କଣ କଲେ, ତାଙ୍କୁ ଆଜ୍ଞା ଦେଲେ। ଆମେ ଜାଣିଛୁ କର୍ଣ୍ଣଲିୟଙ୍କ ବିଷୟରେ, ଯେତେବେଳେ ପିତରଙ୍କୁ କୁହାଗଲା, ପଠାଗଲା, ପିତର କହୁଛନ୍ତି ମୁଁ କେମିତି ଯିବି? ଆମେ ସେଇ ଦର୍ଶନ କଥା ଜାଣିଛୁ, ଖଣ୍ଡେ ଚାଦର ଆସିଲା ଆକାଶରୁ,
ସବୁ ପ୍ରକାର ପଶୁଥିଲେ। ପିତର କହୁଛନ୍ତି ନାଇଁ ନାଇଁ ସେଇଟା ହେଇପାରିବ ନାହିଁ। ଆଉ ସେତେବେଳେ ପ୍ରଭୁ ଯୀଶୁ ତାଙ୍କୁ ପଠଉଛନ୍ତି କର୍ଣ୍ଣଲିୟଙ୍କ ଘରକୁ, ଯୋଉଟା କି ସେ କେବେ ବି ଭାବୁନଥିଲେ ଯେ ପ୍ରଭୁ ତାଙ୍କୁ ସେଇ ପ୍ରକାର ଭାବରେ ବ୍ୟବହାର କରିବେ। ମୋର ପ୍ରିୟମାନେ, ଯେତେବେଳେ ପ୍ରଭୁଙ୍କର ଆତ୍ମା ଆମ ଜୀବନକୁ ଆସେ, ସେ କଣ କରନ୍ତି? ଆମ ଜୀବନର ପ୍ରାଚୀର ସବୁ ଭାଙ୍ଗି ପକାନ୍ତି। ଆମମାନଙ୍କୁ ସେ କ୍ଷୁଦ୍ର ଏକ ସରଳ ହୃଦୟ ଦିଅନ୍ତି ବ୍ୟକ୍ତିଗତ ଭାବରେ। ପୁଣି ଆମର ଯୋଉ ବାଧାଜନକ ପଥର ସବୁ ଥାଏ ତାକୁ ସେ ଘୁଞ୍ଚାଇ ଦିଅନ୍ତି, ଆଉ ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ଆଉ ସେଇ ହେତୁ ସେ ସମସ୍ତ ବିଷୟ ସେଇ ଆଦ୍ୟ ମଣ୍ଡଳୀରେ ଆରମ୍ଭ କରିଥିଲେ, ଆଜି ମଧ୍ୟ ସେଇ ପ୍ରଭୁ ନିତ୍ୟ ଜୀବିତ, ଯେ ଆମମାନଙ୍କୁ ସାହାଯ୍ୟ କରନ୍ତି, ଆମମାନଙ୍କୁ ଶକ୍ତିଯୁକ୍ତ କରନ୍ତି। ଚତୁର୍ଥ କଥା କହିବାକୁ ଚାହେଁ ଯେ ଯେତେବେଳେ ପବିତ୍ର ଆତ୍ମା ଆସନ୍ତି, ସେ ଆମମାନଙ୍କୁ ସତ୍ୟକୁ ଜ୍ଞାତ ହେବା ପାଇଁ ସାହାଯ୍ୟ କରନ୍ତି, ଯାହା ଆମେ ଯୋହନ 16 ପର୍ବ 17 ତାର 13 ପଦରେ ଦେଖୁଛୁ। ଲେଖାଯାଏ, କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ। କାରଣ ସେ ଆପଣା ଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେଇ ସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ଏଇଠି ଲେଖାଯାଉଛି, ଯେତେବେଳେ ସେ ସତ୍ୟମୟ ଆତ୍ମା ଆସନ୍ତି, ସେ ଆମମାନଙ୍କୁ ଶକ୍ତିଯୁକ୍ତ କରନ୍ତି ତାଙ୍କର ବାକ୍ୟକୁ ଶୁଣିବା ପାଇଁ। ତାଙ୍କର ବାକ୍ୟକୁ, ତାଙ୍କର ରବକୁ ଶୁଣିବା ପାଇଁ ସେ ଆମମାନଙ୍କୁ ସେଇ ପ୍ରକାର ଡିସର୍ଣ୍ଣମେଣ୍ଟର ଆତ୍ମା ଦିଅନ୍ତି, ଯୋଉଠିକି ଆମେ ତାଙ୍କର ବାକ୍ୟକୁ ଶୁଣିପାରୁ, ବୁଝିପାରୁ। ଯେତେବେଳେ ଆମେ ବଢୁଥିଲୁ, ସାନ ସାନ ଥିଲୁ, ବୟସ ବି କେଜାଣି ଯୌବନ କାଳରେ ଥିଲୁ, କେହି କେବେ କେବେ କହୁଥିଲେ ଆଜି ମତେ ପ୍ରଭୁ କଥା କହିଲେ। ଆଉ ମୁଁ ଭାବୁଥିଲି ଏମାନଙ୍କୁ କେମିତି ପ୍ରଭୁ କଥା କହୁଛନ୍ତି, ମୁଁ ତ କେବେ ଶୁଣି ପାରୁନି ପ୍ରଭୁଙ୍କର କଥା। ଆଉ ଏ କହୁଛନ୍ତି ଆଜି ମତେ ପ୍ରଭୁ କଥା କହିଲେ। କାଲି ଅନ୍ୟ ଜଣେ କେବେ କେବେ ସାକ୍ଷ୍ୟ ଦିଅନ୍ତି, ଆଜି ପ୍ରଭୁ ମତେ କଥା କହିଲେ। ଆଉ ମୋର ବି ଇଚ୍ଛା ଥିଲା ଯେ ପ୍ରଭୁ ମତେ କେମିତି କଥା କହିବେ, ମୁଁ ତାଙ୍କର ରବ ଶୁଣିବି। ଆଉ ଯୋଉଦିନ ପ୍ରଭୁ ତାଙ୍କର ଅନୁଗ୍ରହରେ ମତେ ତାଙ୍କୁ ଜାଣିବାକୁ ଦେଲେ, ସେଦିନ ମୁଁ ପ୍ରଭୁଙ୍କର ରବ ଶୁଣିବା ପାଇଁ ମୁଁ ଶକ୍ତି ପାଇଲି। ସେଦିନ ମୋ ପାଇଁ ଏକ ଆନନ୍ଦର ଦିନ ଥିଲା। ଆଉ ସେଇ ଦିନ ଗୁଡିକ ସବୁବେଳେ ପ୍ରଭୁଙ୍କର ରବ ଶୁଣିବା ପାଇଁ ପ୍ରଭୁ ସାହାଯ୍ୟ କରିଛନ୍ତି। ପ୍ରଭୁଙ୍କର ବାକ୍ୟ ସତ୍ୟ ବାକ୍ୟ ଅଟେ। ସେ ସତ୍ୟମୟ ଆତ୍ମା ଆସିବେ, ଆଉ ସେ ଆମମାନଙ୍କ କଥା କହିବେ, ଆଉ ଆମମାନଙ୍କୁ ତାକୁ ଶୁଣିବାକୁ ହବ। He will give us a listening ear. ଆମମାନଙ୍କୁ ଏଇ ପ୍ରକାର କର୍ଣ୍ଣ ଦେବେ, ଯୋଉଠି ଆମେ ପବିତ୍ର ଆତ୍ମାଙ୍କର ବାକ୍ୟ ଶୁଣିବା। ଆମେ ଶୁଣୁଛୁ ଯେ ଅନେକ ସ୍ଥାନରେ ଲେଖାଯାଏ, ଆଉ ପ୍ରଭୁ ତାଙ୍କୁ କହିଲେ, ପବିତ୍ର ଆତ୍ମାଙ୍କର ନିର୍ଦ୍ଦେଶ କ୍ରମେ ସେମାନେ ଗଲେ। କେମିତି ସେମାନେ ଜାଣିଲେ, କେମିତି ସେମାନଙ୍କୁ ସେ ନିର୍ଦ୍ଦେଶ ଆସିଲା? ଯେତେବେଳେ ପବିତ୍ର ଆତ୍ମା ଆମ ଜୀବନକୁ ଆସନ୍ତି, ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ସେ ଆମମାନଙ୍କୁ କେବଳ ଇନଫର୍ମ କରନ୍ତି ନାହିଁ, କେବଳ କୁହନ୍ତି ନାହିଁ ମୋର ପ୍ରିୟମାନେ, ସେ ଆମମାନଙ୍କୁ ବଦଳାଇ ଦିଅନ୍ତି। ସେ ଆମମାନଙ୍କର ଦୁର୍ବଳତାରେ ସେ ଆମମାନଙ୍କୁ ଶକ୍ତି ଦିଅନ୍ତି, ତାଙ୍କର ରବକୁ ଶୁଣି ତାକୁ ପ୍ରଚାର କରିବା ପାଇଁ, ତାକୁ ବ୍ୟବହାର କରିବା ପାଇଁ। ପବିତ୍ର ଆତ୍ମାଙ୍କର ସେଇ ଶକ୍ତି ରହିଅଛି, ଯେ ଆମମାନଙ୍କୁ ସେଇ ପ୍ରକାର ଭାବରେ କଢାଇ ନିଅନ୍ତି, ଆମମାନଙ୍କର କାର୍ଯ୍ୟ ଗୁଡିକରେ ଆମମାନଙ୍କର ସହାୟତା ଦିଅନ୍ତି। ଏଇ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଯେତେବେଳେ ଆମେ ଦେଖୁ,
ଆମର ସମସ୍ତଙ୍କର ପ୍ରାଣର ଇଚ୍ଛା ହୁଏ ଯେ ପ୍ରଭୁ ଯେମିତି ଆସିବେ ମୋ ଜୀବନରେ, ସେ ତାଙ୍କର ସେଇ ନୂଆ ଜୀବନର ସେ ଶ୍ୱାସ ବାୟୁ ପ୍ରବେଶ କରାଇବେ, ମୋର ପରିବାରରେ, ମୋର ମଣ୍ଡଳୀରେ ସେ କାର୍ଯ୍ୟ କରିବେ। ମନେ ହୁଏ ଯେ ପ୍ରଭୁ ତୁମେ ମୋର, ଯେପରି ମୁଁ ଦ୍ୱିତୀୟ ପଏଣ୍ଟରେ କହୁଥିଲି, ତୁମେ ମୋର ଅବସ୍ଥା ଜାଣିଛ, ଆଉ ତୁମ ସଙ୍ଗରେ ମୋର ସେଇ ସମ୍ପର୍କକୁ ତୁମେ ଠିକ କରିଦିଅ, କାରଣ ତୁମେ ମୋର ବସିବାର ଉଠିବାର ମୋର ସବୁ ବିଷୟ ଜ୍ଞାତ ଅଛ। ହେଲ୍ପ ମି ଟୁ ନୋ ୟୁ, ତମେ ହଉଛ ସେଇ ସର୍ବଜ୍ଞାତା ପରମେଶ୍ୱର। ତୃତୀୟ କଥା ମୁଁ କହିବାକୁ କହିଥିଲି ଯେ ସିଏ ଯେତେବେଳେ ଆସନ୍ତି ଆମମାନଙ୍କର ଜୀବନର ସମସ୍ତ ବାଉଣ୍ଡରୀ, ସମସ୍ତ ପ୍ରାଚୀରକୁ ସେ ଭଗ୍ନ କରିବାର ପ୍ରଭୁ ଅଟନ୍ତି। କେଣେ ଖାଲି ଭାଷା ନୁହେଁ, କେଣେ ଅନେକ ଗୁଡେ ପ୍ରାଚୀର ଆମର ଚାରିଆଡେ ଆମେ ନିର୍ମାଣ କରୁଛୁ, ଇମୋସନାଲ ପ୍ରାଚୀର ସବୁ କେଜାଣି ରହିଛି। ଆଉ ଯେତେବେଳେ ପବିତ୍ର ଆତ୍ମା ଆସନ୍ତି ସେ ଆମମାନଙ୍କର ଜୀବନର ସମସ୍ତ ପ୍ରାଚୀର ଭଗ୍ନ କରି ଆମମାନଙ୍କୁ ଏକ ସରଳ ଅନ୍ତଃକରଣ ଦିଅନ୍ତି। ଚତୁର୍ଥରେ ମୁଁ କହୁଥିଲି ଯେତେବେଳେ ପବିତ୍ର ଆତ୍ମା ଆମ ଜୀବନକୁ ଆସନ୍ତି ସେ ଆମମାନଙ୍କୁ ସତ୍ୟତାକୁ ଜାଣିବାକୁ ଦିଅନ୍ତି। ଯୀଶୁଙ୍କ ନାମ ବିନା ଆଉ ପରିତ୍ରାଣ ନାହିଁ। ପ୍ରଭୁ ଯୀଶୁ ଆମମାନଙ୍କୁ ସେଇ ସତ୍ୟକୁ ଜାଣି ଅନ୍ୟମାନେ ଯେପରି ସେ ପରିତ୍ରାଣର ଅଧିକାରୀ ହେବେ ସେଇଥିପାଇଁ ସେ ଆମମାନଙ୍କୁ ଶକ୍ତିଯୁକ୍ତ କରନ୍ତି। ବଡ କଥା ମୁଁ ଚିନ୍ତା କରୁଥିଲି ଯେ ସେ ଆମମାନଙ୍କୁ ଭଲ ଓ ମନ୍ଦର ବିଷୟରେ ସେ ଆମମାନଙ୍କୁ ସେ ଡିସର୍ନମେଣ୍ଟ ସ୍ପିରିଟ ଦିଅନ୍ତି। ଆଉ ସେଇ ପବିତ୍ର ଆତ୍ମାଙ୍କୁ ପାଇବା ପାଇଁ ଶିଷ୍ୟମାନେ ଯଦିଓ ଯୀଶୁଙ୍କ ସାଙ୍ଗରେ 3 ବର୍ଷ ଥିଲେ, ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ସେମାନେ ଅପେକ୍ଷାରେ ଥିଲେ। ମୁଁ ସେଇ ପେଣ୍ଟିକଷ୍ଟ ଦିନ ଗୋଟେ ଗିର୍ଜାକୁ ଯାଇଥିଲି, ଜଣେ ପ୍ରଚାରକ ଆସିଥିଲେ, ଆଉ ମୁଁ ସରପ୍ରାଇଜ ହେଲି। ମୁଁ ଟିକେ ଅପେକ୍ଷା କରିଥିଲି ଯେ ସେ କେଜାଣି ଆଜି ପେଣ୍ଟିକଷ୍ଟ ଡେ ଅଛି କିଛି କହିବେ। ସେ କିଛି ଗୋଟେ ଶବ୍ଦ ବି ସେ କହିନଥିଲେ ବା ଗୋଟେ ସେଣ୍ଟେନ୍ସ ବି ସେ ବ୍ୟବହାର କରିନଥିଲେ। ଆଉ ମତେ ବହୁତ ମୁଁ ଟିକେ ଦୁଃଖୀ ଯାଇକି ଚାଲି ଆସିଲି ଗିର୍ଜାରୁ। ଯେହେତୁ ଆଜିକାଲି ଆମମାନଙ୍କର ମଣ୍ଡଳୀ ଗୁଡିକରେ ଅନେକ ବିଷୟ ରହିଛି, ଯୋଉଠି ଶୁଷ୍କତା ରହିଛି, ଯୋଉଠି ନିରାଶ ରହିଛି, ଯୋଉଠି ପବିତ୍ର ଆତ୍ମାଙ୍କର କାର୍ଯ୍ୟର ଆବଶ୍ୟକତା ରହିଛି। ମୋର ପ୍ରିୟ ମାନେ, ସେମାନେ ପ୍ରଭୁ ଯୀଶୁ କହିଲେ ସେ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଆସିଲେ ଯାଇ ତୁମେ ଶକ୍ତିଯୁକ୍ତ ହବ। ଆଜି ଆମେ ଚିନ୍ତା କରିବା ଆମର ଜୀବନ, ଆମର କାର୍ଯ୍ୟ ପ୍ରଣାଳୀ କଣ ଆଜି ଶକ୍ତିଯୁକ୍ତ ହେଇଛି ନା ଆମ ନିଜ ଇଚ୍ଛାରେ ଆମେ କରୁଛୁ? ପ୍ରାର୍ଥନା କରୁ ଯେମିତି ଆମମାନଙ୍କର ଓଡ଼ିଶାରେ, ମୁଁ ତ କହିବି ଓଡ଼ିଶାରେ, ଆମମାନଙ୍କର ଅଞ୍ଚଳ ଗୁଡିକରେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ପ୍ରଭୁ କରନ୍ତୁ, ଲୋକମାନଙ୍କୁ ସାହାଯ୍ୟ କରନ୍ତୁ। ପେଣ୍ଟିକଷ୍ଟ ଦିନ is not a history, it is a reality of today. ସେଟା କେବେ ହେଇଥିଲା ତା ନୁହେଁ, ପ୍ରତ୍ୟେକ ଦିନ ପ୍ରଭୁଙ୍କର ସେ କାର୍ଯ୍ୟର ସେ ଶକ୍ତିର ଆବଶ୍ୟକତା ରହିଛି। ତେଣୁ ଏଇ ଦିନ ମାନଙ୍କରେ ଆମମାନଙ୍କର ଯୋଉ ପ୍ରକାର ପରିସ୍ଥିତିରେ ଯାଉଅଛୁ ସେଇ ସମୟରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଯେପରି ଆମେ ସେ ପବିତ୍ର ଆତ୍ମାଙ୍କର ଶକ୍ତିକୁ ନିଜେ ଅନୁଭବ କରୁ କରୁ ଅନ୍ୟମାନଙ୍କ ପାଖରେ ତାଙ୍କର ସାକ୍ଷୀ ହେବା। ପ୍ରଭୁ ଏ ଅଳ୍ପ ବାକ୍ୟ ଉପରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। Amen. Amen. Praise the Lord.